ନମସ୍କାର ବନ୍ଧୁଗଣ। ଆଜିର ମିଠା ଗପ ଅସାଧାରଣ। ଶମ୍ଭୁ ଦାସ ତାଙ୍କ ଅଞ୍ଚଳରେ ସବୁଠାରୁ ଭଲ ବୈଦ୍ୟ ହିସାବରେ ସୁନାମ ଅର୍ଜନ କରିଥିଲେ। ଦିନେ ଶୀତ ରାତିରେ ଜମିଦାରଙ୍କ ଘର ଲୋକ ଆସି ତାଙ୍କୁ କହିଲା, ଆଜ୍ଞା, ଜମିଦାରଙ୍କ ଶ୍ୱଶୁର ବୁଲି ଆସିଥିଲେ, ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି, ଚାଲନ୍ତୁ। ଶମ୍ଭୁ ଦାସ ନିଜେ ସୁସ୍ଥ ବୋଧର କରୁନଥିଲେ, ପୁଣି ଭୀଷଣ ଶୀତ ପଡ଼ିଥାଏ। ତଥାପି ସେ ବାହାରି ପଡ଼ିଲେ। କିନ୍ତୁ ଦାଣ୍ଡରୁ ଆସି ଦେଖିଲେ ଜମିଦାର ଗାଡ଼ି ପଠାଇ ନାହାନ୍ତି। ଆଜ୍ଞା, ତରତରରେ ଜମିଦାର ସାହେବ ସେ କଥା ଭୁଲି ଯାଇଛନ୍ତି, ଡାକିବାକୁ ଆସିଥିବା ଲୋକ କହିଲା। ସେଉଠୁ ଶମ୍ଭୁ ଦାସ ଚାଲି ଚାଲି 1 ମାଇଲ ବାଟ ଗଲେ ଓ ଯାଏ ଦେଖିଲେ ଜମିଦାରଙ୍କ ଶ୍ୱଶୁରଙ୍କର ମୁଣ୍ଡ ବିନ୍ଧୁଥିଲା। ବୈଦ୍ୟ ପରୀକ୍ଷା କରି ଗମ୍ଭୀର ହୋଇ ରହିଲେ। କ'ଣ ଆଜ୍ଞା, ଇଏ ସାଧାରଣ ନା ଅସାଧାରଣ କିଛି? ଜମିଦାର ପଚାରିଲେ। ଅସାଧାରଣ, ବୈଦ୍ୟ କହିଲେ। ସଙ୍ଗେ ସଙ୍ଗେ ଜମିଦାର ଶାଶୁ ଓ ଶଳାମାନଙ୍କୁ ଡାକିବାକୁ ଲୋକ ପଠାଇଲେ। ବୈଦ୍ୟ ଜମିଦାରଙ୍କ ସବାରି ଭିତରେ ପଶି କହିଲେ, ଏଥର ମୁଁ ଚାଲିଲି। ଔଷଧ ପୁଡ଼ିଆ ଆପଣଙ୍କ ଶ୍ୱଶୁରଙ୍କ ମୁଣ୍ଡ ପାଖରେ ଅଛି। ଆପଣ ପରା କହିଲେ ଏ ଅସାଧାରଣ ଅବସ୍ଥା, ଚାଲି ଯାଉଛନ୍ତି କିପରି? ଜମିଦାର ଆଶ୍ଚର୍ଯ୍ୟ ହୋଇ ପଚାରିଲେ। ଅସାଧାରଣ ହୋଇନଥିଲେ ଆପଣ ରାତି ଅଧରେ ମୋତେ ଡକାଇଥାନ୍ତେ। ରୋଗ ସାଧାରଣ, କିନ୍ତୁ ରୋଗୀ ଅସାଧାରଣ। ଏହା କହି ବୈଦ୍ୟ ଚାଲିଗଲେ। ଆଶା କରୁଛି ଆପଣଙ୍କୁ ଏହା ଭଲ ଲାଗିଥିବ। ନମସ୍କାର। ଜୟ ଶ୍ରୀ ଜଗନ୍ନାଥ।